ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର ସପ୍ତମ ପରିଚ୍ଛେଦର ଦ୍ୱିତୀୟ ଭାଗ। ଏହି ପରିଚ୍ଛେଦଟିର ନାମ ଥିଲା ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ପ୍ରଗତି। ଉତ୍କଳ ବିଶ୍ୱବିଦ୍ୟାଳୟ। ଏ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ସଙ୍ଗେ ସଙ୍ଗେ 1943 ମସିହାରୁ ଏଠାରେ କେତେଗୁଡ଼ିଏ ସାଂସ୍କୃତିକ ଯୋଜନା ଚାଲି ଆସିଛି। ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ପ୍ରଣୟନ ଏହା ମଧ୍ୟରୁ ଗୋଟିଏ। ଏ ସମ୍ବନ୍ଧରେ ଆଗରୁ ଆଲୋଚନା କରାଯାଇଥିବାରୁ ଏଠାରେ ଏହା ପୁନରାବୃତ୍ତି ଅନାବଶ୍ୟକ। 1943 ମସିହାରୁ ଓଡ଼ିଆରେ ଜ୍ଞାନକୋଷ ପ୍ରଣୟର ପ୍ରଚେଷ୍ଟା ମଧ୍ୟ ଚାଲି ଆସିଛି, କିନ୍ତୁ ଏ ଦିଗରେ ଯେଉଁ ଅଗ୍ରଗତି ହୋଇଛି ତାହା ନିତାନ୍ତ ନୈରାଶ୍ୟଜନକ। ଏହି ଯୋଜନାର ବହୁ ବର୍ଷ ପରେ ଶ୍ରୀଯୁକ୍ତ ବିନୋଦ କାନୁନଗୋ ଅସୀମ ଧୈର୍ଯ୍ୟ, ସାହସ, ପରିଶ୍ରମ ସହିତ ଓଡ଼ିଆ ଜ୍ଞାନକୋଷ ପ୍ରଣୟନରେ ଯେଉଁ ଅଗ୍ରଗତି ଦେଖାଇଛନ୍ତି ତାହା ଅତୁଳନୀୟ କହିଲେ ଚଳେ। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ଞାନକୋଷ ପ୍ରଣୟନ ପଙ୍ଗୁ ଅବସ୍ଥାରେ ପଡ଼ି ରହିଛି। ବିଶ୍ୱବିଦ୍ୟାଳୟର ସ୍ଥାପିତ ହେବା ସମୟଠାରୁ ଜ୍ଞାନ ବିଜ୍ଞାନ ପରିଷଦ ନାମକ ଆଉ ଗୋଟିଏ ଗବେଷଣାର ମାଧ୍ୟମ ମଧ୍ୟ ଚାଲି ଆସିଛି, ମାତ୍ର ଏହାର ଫଳ ନିତାନ୍ତ ନୈରାଶ୍ୟଜନକ ହୋଇଛି। ଲେଖକ ନିଜ ଅଭିଜ୍ଞତାରୁ ଜାଣେ ଯେ ଜ୍ଞାନ ବିଜ୍ଞାନ ପରିଷଦର ଆନୁକୂଲ୍ୟରେ ଖଣ୍ଡିଏ ଛୋଟ ବହି ପ୍ରକାଶ କରିବା ପାଇଁ ଅନ୍ତତଃ 10 ବର୍ଷ ଲାଗେ। ପ୍ରଶାସନିକ କଳର ନିଷ୍କ୍ରିୟତା ଲେଖକମାନଙ୍କ ହତୋତ୍ସାହର କାରଣ ବୋଲି ଧରାଗଲେ ଅନ୍ୟାୟ ହେବ କି? ଗତ 29 ବର୍ଷ ହେଲା ଯେଉଁ ସାଂସ୍କୃତିକ ଯୋଜନାଗୁଡ଼ିକ ଚାଲି ଆସିଛି, ସେଗୁଡ଼ିକରୁ କାହିଁକି ସୁଫଳ ମିଳୁନାହିଁ, ଏହାର ଅନୁସନ୍ଧାନ ପାଇଁ ସିନେଟ, ସିଣ୍ଡିକେଟ ତରଫରୁ କମିଟିମାନ ବସିବା ନିତାନ୍ତ ଆବଶ୍ୟକ। ଗତ 29 ବର୍ଷ ମଧ୍ୟରେ ବିଭିନ୍ନ ବିଷୟରେ MA, MSc କ୍ଲାସମାନ ଖୋଲାଯାଇ ଶିକ୍ଷାୟତନର ପ୍ରଭୃତ ବିକାଶ କରାଯାଇଛି, ମାତ୍ର ଏହି ସମୟ ମଧ୍ୟରେ ଗବେଷଣା ମାଧ୍ୟମରେ ଯେଉଁ ଗୁଣାତ୍ମକ ସାଂସ୍କୃତିକ ବିକାଶ କରାଯାଇଛି ତାହା ନିତାନ୍ତ ନୈରାଶ୍ୟଜନକ ହୋଇଛି। ଏଣୁ ଏହି ସମୟଠାରୁ କିମ୍ବା ଏହି ସମୟ ପରେ ଭାରତର ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ଯେଉଁ ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହୋଇଛି, ସେଗୁଡ଼ିକର ଗୁଣାତ୍ମକ ବିକାଶ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ବିକାଶକୁ ତୁଳନା କଲେ ହତାଶ ହେବାକୁ ପଡ଼େ। ସିନେଟ ଓ ସିଣ୍ଡିକେଟରେ କ୍ଷୁଦ୍ର ବିଷୟ ମଧ୍ୟ ଆଲୋଚିତ ହୋଇଥାଏ, କିନ୍ତୁ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟଟିରେ ଯେଉଁ ସାଂସ୍କୃତିକ ବିକାଶ ଚାଲିଛି ତାକୁ କେହି ଥରେ ସିଂହାବଲୋକନ ମଧ୍ୟ କରନ୍ତି ନାହିଁ। ବିଳମ୍ବ ହେଲେ ମଧ୍ୟ କେହି ବା କେତେ ସହୃଦୟ ମେମ୍ବର ଏହା କରିବେ କି? ମନ୍ଦିର ତିଆରି କରିବା ସହଜ, ମାତ୍ର ମଣିଷ ତିଆରି କରିବା ସହଜ ନୁହେଁ। ଭାରତର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଉଭୟ ତିଆରି କରୁଛନ୍ତି, କିନ୍ତୁ ଆମ ବିଶ୍ୱବିଦ୍ୟାଳୟମାନ କେବଳ ମନ୍ଦିର ତୋଳି ଚାଲିଛନ୍ତି। ଏଥିପାଇଁ ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ବିଭେଦ ଏତେ ବେଶୀ କୌଣସି କୃତି ପୁରୁଷ ଭଗୀରଥୀ ପରି ସେମାନଙ୍କ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ କରିଦେଇଛନ୍ତି। ସାର୍ ଆଶୁତୋଷ ମୁଖାର୍ଜୀଙ୍କୁ ବଙ୍ଗଦେଶର ସାଂସ୍କୃତିକ କ୍ଷେତ୍ରରେ ଭାଗ୍ୟ ବିଧାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୟଦେବ ବିବାଦ। ଗୀତଗୋବିନ୍ଦର ରଚୟିତା କବି ଜୟଦେବ ଓଡ଼ିଶାରେ କିମ୍ବା ବଙ୍ଗଦେଶରେ ଜନ୍ମଗ୍ରହଣ କରିଥିଲେ, ଏହି ବିଷୟ ନେଇ ଅର୍ଦ୍ଧଶତାବ୍ଦୀରୁ ଅଧିକ ହେଲା ଓଡ଼ିଆ ଓ ବଙ୍ଗାଳୀମାନଙ୍କ ମଧ୍ୟରେ ବିବାଦ ଚାଲି ଆସିଛି। ନିକଟରେ ଏହି ବିବାଦ ଓଡ଼ିଶାରେ ତେଜି ଉଠିଛି। ବଙ୍ଗାଳୀ ପଣ୍ଡିତମାନଙ୍କ ମଧ୍ୟରୁ ଯେଉଁମାନେ ସତ୍ୟନିଷ୍ଠ ସେମାନେ ତେଜି ଉଠିଛନ୍ତି। ବଙ୍ଗାଳୀ ପଣ୍ଡିତମାନଙ୍କ ମଧ୍ୟରୁ ଯେଉଁମାନେ ସତ୍ୟନିଷ୍ଠ ସେମାନେ ସ୍ୱୀକାର କଲେଣି ଯେ ଜୟଦେବ ବଙ୍ଗଦେଶର କବି ନୁହନ୍ତି, ମାତ୍ର ଅନ୍ୟାନ୍ୟ ବଙ୍ଗୀୟ ପଣ୍ଡିତ ଜୟଦେବଙ୍କୁ ବଙ୍ଗଦେଶର କବି ବୋଲି ବହୁ ଗ୍ରନ୍ଥରେ ଲେଖିଯାଇଛନ୍ତି। ଓଡ଼ିଆ ଗ୍ରନ୍ଥ ଲେଖକମାନଙ୍କ ସଂଖ୍ୟା ନଗଣ୍ୟ।
ମାତ୍ର ବଙ୍ଗାଳୀ ଗ୍ରନ୍ଥ ଲେଖକମାନଙ୍କ ସଂଖ୍ୟା ସର୍ବାଧିକ। ଏପରି ସ୍ଥଳେ ଭାରତବାସୀ ତଥା ବିଶ୍ୱବାସୀ ଅଦ୍ୟାପି ଜାଣନ୍ତି ଯେ କବି ଜୟଦେବ ବଙ୍ଗଦେଶରେ ଜନ୍ମଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୟଦେବ ଓଡ଼ିଆ ନୁହନ୍ତି ବା ବଙ୍ଗାଳୀ ହୁଅନ୍ତୁ, ତାଙ୍କ ଅମର କୃତି ଗୀତଗୋବିନ୍ଦ କେବଳ ଓଡ଼ିଶା ବା ବଙ୍ଗର ସମ୍ପତ୍ତି ନ ହୋଇ ଭାରତ ତଥା ବିଶ୍ୱର ସମ୍ପତ୍ତି ହୋଇଯାଇଛି। ଏଣୁ ଜୟଦେବ ଓଡ଼ିଶାରେ ଜନ୍ମଗ୍ରହଣ କରିବା ସମ୍ବନ୍ଧରେ ଯେଉଁ ଯୁକ୍ତିମାନ ଅଛି ସେଗୁଡ଼ିକୁ ଭାରତର ତଥା ବିଶ୍ୱର ପଣ୍ଡିତମାନଙ୍କ ସମ୍ମୁଖରେ ବିଧିବଦ୍ଧ ଭାବରେ ଉପସ୍ଥାପିତ କରିବାକୁ ପଡ଼ିବ। ଏ ବିଷୟଟି ଆଲୋଚନା ବଙ୍ଗାଳୀ ଓ ଓଡ଼ିଆମାନଙ୍କ ମଧ୍ୟରେ ସୀମାବଦ୍ଧ ରହିଲେ କେବଳ ବିଦ୍ୱେଷ ହିଁ ସାର ହେବ, କାରଣ ଜୟଦେବ ସମ୍ବନ୍ଧୀୟ ଦାବି ଉଭୟଙ୍କ ମଧ୍ୟରୁ କେହି ଛାଡ଼ିବାକୁ ରାଜି ହେବେ ନାହିଁ। ଉପାୟକୁ ଉଦ୍ଦେଶ୍ୟର ଅନୁସାରୀ କରିବାକୁ ପଡ଼େ, ନଚେତ୍ ଉଦ୍ଦେଶ୍ୟ ସିଦ୍ଧ ହୁଏ ନାହିଁ। ମାତ୍ର ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଜୟଦେବ ସମ୍ବନ୍ଧୀୟ ଯେଉଁ ଆଲୋଚନା ବା ଆନ୍ଦୋଳନ କରାଯାଇଛି ତାହା ମୁଖ୍ୟତଃ ଓଡ଼ିଶାର ଚତୁଃସୀମା ମଧ୍ୟରେ ହିଁ ଆବଦ୍ଧ ରହି ତୀବ୍ର ବଙ୍ଗ ବିଦ୍ୱେଷ ଓ ଉଗ୍ର ଓଡ଼ିଶାତ୍ୱ ସୃଷ୍ଟି କରିଛି। ଜୟଦେବ ବଙ୍ଗବାସୀ କିମ୍ବା ଓଡ଼ିଶାବାସୀ ଥିଲେ, ଏହାର ରାୟ କେବଳ ଭାରତ ଓ ବିଶ୍ୱର ପଣ୍ଡିତମାନେ ଦେଇପାରିବେ। ଓଡ଼ିଶାର ପଣ୍ଡିତମାନେ ବା ଓଡ଼ିଶା ସରକାର ଏହା ରାୟ ଦେଇପାରିବେ ନାହିଁ। ଗବେଷଣା କ୍ଷେତ୍ରରେ ଭାବପ୍ରବଣତା ପ୍ରତିପାଦ୍ୟ ବିଷୟରେ ଗୁରୁତ୍ୱ ଓ ସଭ୍ୟତା କ୍ଷୁଣ୍ଣ କରେ। ଓଲୁ ଓକିଲମାନେ ଭାବପ୍ରବଣ ହୋଇ ହାତ ଗୋଡ଼ ହଲାଇ ବହୁ ଅବାନ୍ତର କଥା କହି ଟଣା ଓଟରା ଯୁକ୍ତି ବାଢ଼ି ଓ ଚାଲ ନଥିପତ୍ର ଯୋଗାଡ଼ କରି ଜିଣିଯିବା ଭଳି କେସ୍ରେ ମଧ୍ୟ ହାରନ୍ତି। ଗବେଷଣା କ୍ଷେତ୍ରରେ ମଧ୍ୟ ଏହିପରି ଘଟେ। ନିକଟରେ ଜୟଦେବଙ୍କୁ ଓଡ଼ିଶାର କବି ବୋଲି ପ୍ରମାଣ କରିବା ପାଇଁ ଯେଉଁ ପ୍ରଚେଷ୍ଟା ଓ ଗବେଷଣା ହୋଇଯାଇଛି ତାହା ଅନେକାଂଶରେ ଭାବପ୍ରବଣତା ଉପରେ ହିଁ ପ୍ରତିଷ୍ଠିତ। ଜୟଦେବଙ୍କ ସମ୍ବନ୍ଧରେ ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ଇଂରାଜୀ ସ୍ମାରକ ଗ୍ରନ୍ଥ ବା ସୋଭେନିର୍ର ବ୍ୟବସ୍ଥା ବାହାରିଥିଲା, ସେଥିରେ ଥିବା ପ୍ରବନ୍ଧମାନ ପ୍ରବନ୍ଧ ପ୍ରତିଯୋଗିତାରେ ମିଳିଥିବା ପ୍ରବନ୍ଧମାନଙ୍କର ପରି ହୋଇଛି। ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ଯାହାକୁ ଯେଉଁ ଯୁକ୍ତି ଜଣାଥିଲା, ଆତ୍ମପ୍ରଚାରର ପ୍ରଲୋଭନରେ ପରିତ୍ୟାଗ କରି ସମସ୍ତେ ଯଦି ସ୍ୱ ଯୁକ୍ତିଗୁଡ଼ିକୁ ସମ୍ପାଦକ ଡକ୍ଟର ନବୀନ କୁମାର ସାହୁଙ୍କୁ ଦେଇଥାନ୍ତେ, ତେବେ ସେ ଯୁକ୍ତିମାନଙ୍କ ମଧ୍ୟରୁ କେଉଁଠି ଦୃଢ଼ କେଉଁଠି ଅବାନ୍ତର ତାହା ସ୍ଥିର କରିବା ପରେ ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ସେ ଗୋଟିଏ ଯୁକ୍ତିଯୁକ୍ତ ପୁସ୍ତକ ବା ପୁସ୍ତିକା ଲେଖିପାରିଥାନ୍ତେ ଏବଂ ହୁଏତ ତାହା ହିଁ ବିଶ୍ୱର ପଣ୍ଡିତମାନଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା। ଏହି ସ୍ମାରକ ଗ୍ରନ୍ଥରେ ସନ୍ନିବେଶିତ ହୋଇଥିବା ମନ୍ତ୍ରୀଦ୍ୱୟଙ୍କ ନିଷ୍ପତ୍ତିମୂଳକ ଅଭିମତ ଗ୍ରନ୍ଥଟିର ପ୍ରାମାଣିକ ମୂଲ୍ୟ ନିର୍ଦ୍ଦିଷ୍ଟ ଭାବରେ କ୍ଷୁଣ୍ଣ ରହିଛି ଓ ଏହାର ରାଜନୀତି ସହିତ ସଂଶ୍ଳିଷ୍ଟ କରୁଛି। ଓଡ଼ିଆ ପଣ୍ଡିତମାନେ ଜୟଦେବଙ୍କୁ ଓଡ଼ିଶାର ଅଧିବାସୀ ବୋଲି ପ୍ରମାଣ କରିପାରିଛନ୍ତି କି ନା, ଏହାର ସିଦ୍ଧାନ୍ତ ଭାରତୀୟ ଓ ବିଦେଶୀୟ ପଣ୍ଡିତମାନେ ହିଁ କରିବେ। ଓଡ଼ିଆ ପଣ୍ଡିତମାନଙ୍କ ବା ଓଡ଼ିଶାର ରାଜନୈତିକ ନେତାମାନଙ୍କ ମୁଖରେ ଏ ସିଦ୍ଧାନ୍ତ ଶୋଭା ପାଉନାହିଁ। ଓଡ଼ିଶାର ରାଜନୈତିକ ନେତାମାନଙ୍କ ଏ ସିଦ୍ଧାନ୍ତ ସମ୍ବନ୍ଧୀୟ ନିଷ୍ପତ୍ତିମୂଳକ ଅଭିମତ ଓଡ଼ିଶାର ପ୍ରଚେଷ୍ଟାକୁ ବରଞ୍ଚ ସନ୍ଦେହକୁ କରୁଛି। ମୁଦ୍ରଣ ପରିପାଟି ଅସୁନ୍ଦର ହୋଇଥିବାରୁ ଏବଂ ଏଥିରେ ବହୁ ଭାଷାଦୋଷ ଓ ମୁଦ୍ରଣ ଦୋଷ ଥିବାରୁ ଗ୍ରନ୍ଥଟି ସର୍ବତ୍ର ଆଦୃତ ଓ ବିକୃତ ହେବାର ଅବସ୍ଥାକୁ ଆସିପାରେ ନାହିଁ। ଏଠାରେ ଏହା ସ୍ମରଣ କରିବା ଉଚିତ ଯେ ଭାରତ ଓ ପୃଥିବୀର ପଣ୍ଡିତମାନେ ବଙ୍ଗାଳୀ ଓଡ଼ିଆ ବିବାଦକୁ ଶୁଣିବା ପାଇଁ ବା ପଢ଼ିବା ପାଇଁ ଆଗ୍ରହୀ ହୋଇ ବସିନାହାନ୍ତି, କିନ୍ତୁ ଜୟଦେବଙ୍କ ଗୀତଗୋବିନ୍ଦ ସମ୍ବନ୍ଧୀୟ କୌଣସି ନୂତନତ୍ୱ ବାହାରିଲେ ତାହା ଦେଖିବା ପାଇଁ ବା ପଢ଼ିବା ପାଇଁ ସେମାନେ ନିଶ୍ଚୟ ଆଗ୍ରହୀ ଅଛନ୍ତି। ସଂସ୍କୃତ ଗ୍ରନ୍ଥମାନଙ୍କ ଆଦର ଖାଲି ଭାରତରେ ନୁହେଁ, ପୃଥିବୀର ସମସ୍ତ ସଭ୍ୟ ଦେଶରେ ଅଛି। ଓଡ଼ିଶା ମ୍ୟୁଜିୟମରେ ସପ୍ତଦଶ ଶତାବ୍ଦୀର ପୁରୀ ରାଜା ହରେକୃଷ୍ଣ ଦେବଙ୍କ ଅମଳର ବହୁ ସୁନ୍ଦର ରଙ୍ଗୀନ ଚିତ୍ର ସମ୍ବଳିତ ଗୀତଗୋବିନ୍ଦର ଗୋଟିଏ ତାଳପତ୍ର ପୋଥି ରହିଛି। ଏହି ପୋଥିଟିକୁ ଯଥାଯଥ ଭାବରେ ସମ୍ପାଦନା କରି ସୁନ୍ଦର ଭାଷା, ସୁନ୍ଦର ମୁଦ୍ରଣ ପରିପାଟି ଓ ରଙ୍ଗୀନ ଚିତ୍ରମାନଙ୍କ ସହିତ ପ୍ରକାଶ କଲେ ଏହାର ଅଭିନବତ୍ୱ ହିଁ ଏହାକୁ ପୃଥିବୀର ଆଦୃତ କରିବ।
ଜୟଦେବଙ୍କ ଓଡ଼ିଶା ଅଧିବାସୀତ୍ୱ ସମ୍ବନ୍ଧରେ ଯେଉଁ ବଳିଷ୍ଠ ଯୁକ୍ତିମାନ ଅଛି ସେଗୁଡ଼ିକୁ ଏହି ଗ୍ରନ୍ଥର ମୁଖ୍ୟବନ୍ଧରେ ସହଜ ଓ ସରଳ ଓ ସଂକ୍ଷିପ୍ତ ଭାବରେ ପ୍ରକାଶ କଲେ ପୃଥିବୀର ପଣ୍ଡିତମାନେ ଗୀତଗୋବିନ୍ଦର ଅଭିନବତ୍ୱକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ସେମାନଙ୍କ ପୂର୍ବମତ ବଦଳାଇ ପାରିବେ। ଏହା ହିଁ ହେଲା ଉଦ୍ଦେଶ୍ୟ ସାଧନାର ପନ୍ଥା। କିନ୍ତୁ ଜୟଦେବଙ୍କୁ ଓଡ଼ିଶାର ଅଧିବାସୀ ବୋଲି ପ୍ରମାଣ କରିବା ପାଇଁ ଅଦ୍ୟାପି ଯାହା କରାଯାଇଛି ତାହା ହେଉଛି ପରିପ୍ରଚାର ପନ୍ଥା। ଲକ୍ଷ୍ୟ କଲେ ଜଣାଯାଏ ଯେ ଯେଉଁ ବିଷୟମାନଙ୍କ ସହିତ ବିବାଦ ବା ବିଦ୍ୱେଷ ସଂଶ୍ଳିଷ୍ଟ ହୋଇଛି ସେହି ବିଷୟଗୁଡ଼ିକ ହିଁ ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ ହୋଇପଡ଼ୁଛି। କିନ୍ତୁ ଯେଉଁ ବିଷୟମାନଙ୍କ ଗବେଷଣା ପାଇଁ କଠିନ ସାଧନା ଆବଶ୍ୟକ ସେଗୁଡ଼ିକ କାହାରି ଆଖିରେ ପଡ଼ୁନାହିଁ। ବିବାଦ ସହିତ ସଂଶ୍ଳିଷ୍ଟ ହୋଇଥିବାରୁ ଅନନ୍ତ ବାସୁଦେବ ମନ୍ଦିର ସମ୍ବନ୍ଧରେ ବହୁ ଆନ୍ଦୋଳନ, ବହୁ ଆଲୋଚନା, ବହୁ ଲେଖା ବର୍ଷ ବର୍ଷ ଧରି ଚାଲିଥିଲା। ମାତ୍ର ଓଡ଼ିଶାର ଗାଁ ଗହଳିରେ ଓ ବଣ ଜଙ୍ଗଲରେ ଆଉ ଯେଉଁ ଶତ ଶତ ପ୍ରାଚୀନ ମନ୍ଦିର ପଡ଼ି ରହିଛି ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସମ୍ବନ୍ଧରେ କେଉଁ ପ୍ରାଥମିକ ବିବରଣୀଟିଏ ପ୍ରକାଶ କଲେ ନାହିଁ। ବିବାଦ ସହିତ ସଂଶ୍ଳିଷ୍ଟ ହୋଇଥିବାରୁ କବି ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧରେ ବହୁ ଆନ୍ଦୋଳନ, ବହୁ ଆଲୋଚନା ଓ ବହୁ ଲେଖା ବର୍ଷ ବର୍ଷ ଧରି ଚାଲିଲା। ମାତ୍ର ଓଡ଼ିଶାର ଆଉ ଯେଉଁ ବହୁ ସଂସ୍କୃତ ଗ୍ରନ୍ଥାଗାର ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ଅନୁରୂପ ଆଲୋଚନା ଦୂରେ ଥାଉ ସେମାନଙ୍କୁ କେହି ସ୍ମରଣ ମଧ୍ୟ କଲେ ନାହିଁ। ନିକଟରେ ଡକ୍ଟର ଶରତଚନ୍ଦ୍ର ବେହେରା ତାମ୍ର ଶାସନମାନଙ୍କରୁ ବହୁ ତଥ୍ୟ ସଂଗ୍ରହ କରି ପ୍ରମାଣ କରିଛନ୍ତି ଯେ ବିଖ୍ୟାତ ପଞ୍ଚତନ୍ତ୍ରର ରଚୟିତା ବିଷ୍ଣୁ ଶର୍ମା ଓଡ଼ିଶାର ଅଧିବାସୀ ଥିଲେ। ଏ ସମ୍ବନ୍ଧୀୟ ତାଙ୍କ ପ୍ରବନ୍ଧ କଲିକତାର ବିଖ୍ୟାତ ଇଣ୍ଡିଆନ୍ ହିଷ୍ଟୋରିକାଲ କ୍ୱାର୍ଟରଲିରେ ପ୍ରକାଶ ପାଇଛି ଓ ଏହା ବିରୁଦ୍ଧରେ କେହି ପ୍ରତିବାଦ କରିନାହାନ୍ତି। ମୋର ଅନୁରୋଧ କ୍ରମେ ଡକ୍ଟର ବେହେରା ଏହାର ଏକ ଓଡ଼ିଆ ଅନୁବାଦ ମଧ୍ୟ ପୌରଷ ପତ୍ରିକାରେ ପ୍ରକାଶ କରିଛନ୍ତି। ପଞ୍ଚତନ୍ତ୍ର ସଂସ୍କୃତ ସାହିତ୍ୟର ଗୋଟିଏ ଯୁଗାନ୍ତକାରୀ ଗ୍ରନ୍ଥ ଏବଂ ଏହି ଗ୍ରନ୍ଥ ପଶ୍ଚିମ ପ୍ରାଚ୍ୟ ଦେଶମାନଙ୍କୁ ଆଦର୍ଶ ଯୋଗାଇ ସେଠାରେ ଆରବ୍ୟ କାହାଣୀମାଳା ଓ ପାରସ୍ୟ କାହାଣୀମାଳା ପ୍ରଭୃତି ବିଖ୍ୟାତ ଗ୍ରନ୍ଥମାନଙ୍କ ସୃଷ୍ଟିର କାରଣ ହୋଇଥିଲା। ମାତ୍ର ବିଷ୍ଣୁ ଶର୍ମା ବା ପଞ୍ଚତନ୍ତ୍ର କୌଣସି ବିବାଦ ବା ବିଦ୍ୱେଷ ସହିତ ଜଡ଼ିତ ହୋଇନଥିବାରୁ ଏହି ବିଶ୍ୱବିଖ୍ୟାତ ଗ୍ରନ୍ଥ ଓ ଗ୍ରନ୍ଥାଗାରଙ୍କ ପ୍ରତି ଓଡ଼ିଶାର ଜନସମାଜ ବା ସରକାରଙ୍କ ଦୃଷ୍ଟି ପଡ଼ିଲା ନାହିଁ। ଓଡ଼ିଶାରେ ବୁଦ୍ଧଦେବଙ୍କ ଜନ୍ମ ପ୍ରଭୃତି ଉଦ୍ଭଟ ବିଷୟମାନଙ୍କୁ ଆଲୋଡ଼ନ କରାଯାଇ ମଧ୍ୟ ପ୍ରଭୃତ ଭାବପ୍ରବଣତା ସୃଷ୍ଟି କରାଯାଉଛି। ମୋଟ ଉପରେ ଗବେଷଣା କଲେ ପରିପ୍ରଚାର ମାଧ୍ୟମ ହୋଇଛି ଏବଂ ଚାଲାକ ଓ କୁହାଳିଆ ଲୋକମାନେ ଏହାର ସୁଯୋଗ ନେଇ ସରକାର ତଥା ଜନସମାଜକୁ ବିଭ୍ରାନ୍ତ କରୁଛନ୍ତି। କେହି କୌଣସି କୃଷକର କିଆରୀଟିଏ ମାରିନେଲେ କୃଷକ ନିଶ୍ଚୟ ମକଦ୍ଦମା କରେ। କିନ୍ତୁ କେବଳ ଏହି ମକଦ୍ଦମାରେ ଲିପ୍ତ ହୋଇ ତାହାର ଅନ୍ୟାନ୍ୟ ଜମିକୁ ପଡ଼ିଆ ରଖେ ନାହିଁ। ଓଡ଼ିଶାର ଅଧିକାଂଶ ଗବେଷକ ସବୁ ସମୟରେ ମକଦ୍ଦମାରେ ଲିପ୍ତ ରହି ଓଡ଼ିଶାର ବିଶାଳ ଜମିଦାରୀକୁ ଓଡ଼ିଆ ପଡ଼ିଆରେ ପକାଇବାର ବ୍ୟବସ୍ଥା କରୁଛନ୍ତି। ସଂସ୍କୃତରେ ଗୋଟିଏ କଥା ଅଛି, ବିଦ୍ୟା ବାଦୟ। ଓଡ଼ିଶାରେ ବିବାଦରୁ ବିଦ୍ୟା ସୃଷ୍ଟି ନ ହୋଇ ବିଦ୍ୱେଷ ସୃଷ୍ଟି ହେଉଛି। ବିଦ୍ୱେଷ କୌଣସି ଦେଶ ବା ଜାତିକୁ ବଡ଼ କରିପାରେ ନାହିଁ। ଯଦି ପ୍ରତିଯୋଗିତା ବିଦ୍ୱେଷର ସ୍ଥାନ ଅଧିକାର କରେ ତେବେ କୌଣସି ଦେଶ ବଡ଼ ହୋଇପାରେ। ଓଡ଼ିଶାରେ ପ୍ରତିଯୋଗିତାର ଚିହ୍ନ ନାହିଁ। ଭଞ୍ଜ ଜୟନ୍ତୀ 33 ବର୍ଷ ପୂର୍ବେ ଭଞ୍ଜ ଜୟନ୍ତୀ ଆରମ୍ଭ ହୋଇ ବର୍ତ୍ତମାନ ପୁରପଲ୍ଲୀରେ ବ୍ୟାପ୍ତ ହୋଇ ଯାଇଛି। ଏହାର ଆରମ୍ଭକର୍ତ୍ତା ଥିଲେ ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପଟ୍ଟନାୟକ। ଭଞ୍ଜ ସାହିତ୍ୟ ସମ୍ବନ୍ଧରେ ଓଡ଼ିଶାରେ ଦୁଇଟି ବିବାଦମାନ ଦଳ ବହୁ ଦିନରୁ ଝଗଡ଼ା କରି ଆସିଛନ୍ତି। ଦଳେ ଏହାକୁ ସର୍ବଶ୍ରେଷ୍ଠ ସାହିତ୍ୟ ବୋଲି ଘୋଷଣା କରି ପ୍ରଶଂସା ମୁଖର ହେଉଥିବା ବେଳେ ଅନ୍ୟ ଦଳଟି ଏହି ପ୍ରତି ନିନ୍ଦାମୁଖର ହୋଇପଡ଼ିଛନ୍ତି। ଭଞ୍ଜ ସାହିତ୍ୟ ଗୋଟିଏ ଐତିହାସିକ ସାମଗ୍ରୀ, ଏଣୁ ଏହାର ମୂଲ୍ୟବଧାରଣ ଆଧୁନିକ ଦୃଷ୍ଟିରୁ କରାଯାଇ ପାରିବ ନାହିଁ। ଉପେନ୍ଦ୍ର ଭଞ୍ଜ ଖାଲି ଜଣେ ବିଶିଷ୍ଟ କବି ନୁହନ୍ତି, ସେ ଜଣେ ସାହିତ୍ୟ ଯୁଗର ସ୍ରଷ୍ଟା ମଧ୍ୟ। ଏଣୁ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ସବୁ ସମୟରେ ଥିଲା, ବର୍ତ୍ତମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ। ଭଞ୍ଜ ସାହିତ୍ୟରେ ଯାହାକୁ ଅଶ୍ଳୀଳତା ବୋଲି କୁହାଯାଉଛି ତାହା ଏ ସାହିତ୍ୟର ଐତିହାସିକ ଚିହ୍ନ। କୋଣାର୍କ ମନ୍ଦିର ଅନୁରୂପ ଚାକ୍ଷୁଷ ଐତିହାସିକ ଚିହ୍ନ ବହନ କରି ପୃଥିବୀ ବିଖ୍ୟାତ ହୋଇଛି।
କେହି ଏ ମନ୍ଦିରକୁ ଡାଇନାମାଇଟ୍ ଦେଇ ଉଡ଼ାଇ ଦେବାକୁ କହୁନାହାନ୍ତି, ବରନ୍ତୁ ଏହାର ଆଦର ବିଶ୍ୱରେ ଦିନକୁ ଦିନ ବଢ଼ି ଚାଲିଛି। ଭଞ୍ଜ ସାହିତ୍ୟର ନିନ୍ଦୁକମାନଙ୍କୁ ମୋର କିଛି କହିବାର ନାହିଁ, କାରଣ ସେମାନେ କିଛି ଦିନ ନିନ୍ଦା କରି ବର୍ତ୍ତମାନ ନୀରବ ହୋଇଯାଇଛନ୍ତି। କିନ୍ତୁ ଭଞ୍ଜ ସାହିତ୍ୟର ପ୍ରଶଂସକମାନଙ୍କୁ ପ୍ରଶଂସା କରିବାର କୌଣସି କାରଣ ମିଳୁନାହିଁ। ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକ ଭଞ୍ଜ ସାହିତ୍ୟ ସମ୍ବନ୍ଧରେ କେତେକ କାର୍ଯ୍ୟ କରିଯାଇଛନ୍ତି, ମାତ୍ର ତାଙ୍କର ଶିଷ୍ୟ ପ୍ରଶିଷ୍ୟମାନେ ଭଞ୍ଜ ସାହିତ୍ୟକୁ କେବଳ ଆତ୍ମପ୍ରଚାରର ମାଧ୍ୟମ ରୂପେ ଗଢ଼ି ତୋଳିଛନ୍ତି। ଅନ୍ୟ କଥା ଦୂରେ ଥାଉ, ଏହି 33 ବର୍ଷ ମଧ୍ୟରେ ଭଞ୍ଜଙ୍କ ଗ୍ରନ୍ଥାବଳୀଟିଏ ମଧ୍ୟ ପ୍ରକାଶିତ ହୋଇପାରିଲା ନାହିଁ। ଏଣୁ ଭଞ୍ଜଙ୍କ ସାହିତ୍ୟକୁ ସମଗ୍ର ଭାବରେ ଅଧ୍ୟୟନ ବା ଅନୁଶୀଳନ କରିବାର ସୁବିଧା ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିଲା ନାହିଁ। ଭଞ୍ଜଙ୍କ କେତେକ ଗ୍ରନ୍ଥ ଲୋପ ପାଇବାକୁ ବସିଲାଣି, ହୁଏତ ଲୋପ ମଧ୍ୟ ପାଇସାରିଲାଣି। ଆଇମା ଅମଳରେ ଭଞ୍ଜଙ୍କ ଯେଉଁ 10-12ଟି ଚୌପଦୀ ଗୀତ ହେଉଥିଲା, ବର୍ତ୍ତମାନ ମଧ୍ୟ ସେହି 10-12ଟି ମାତ୍ର ପ୍ରଚଳିତ ହେଉଛି। ଭଞ୍ଜଙ୍କ ଅନ୍ୟାନ୍ୟ ବହୁ ସଙ୍ଗୀତ ଲୋପ ପାଇଯାଉଛି ଏବଂ ଯାହା ମଧ୍ୟ ବାକି ଅଛି ସେଗୁଡ଼ିକ ସ୍ୱର ଦେବା ପାଇଁ କେହି ଚେଷ୍ଟା କରୁନାହାନ୍ତି। ଏତେ ପରିଶ୍ରମ କରୁଛି କିଏ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମ ଧରିଦେଲେ ତ ସମସ୍ତ ଦ୍ୱାର ଉନ୍ମୁକ୍ତ ହେଉଛି ଓ କୋଟିଏ କାନ ଡେରି ଶୁଣୁଛନ୍ତି। ଭଞ୍ଜଙ୍କ ଏହି 10ଟି ସଙ୍ଗୀତ ହୁଏତ ଆହୁରି 30 ବର୍ଷ ଏହିପରି ଗୀତ ହେଉଥିବ ଓ ଇତବଶତଃ ତାଙ୍କର ଅନ୍ୟାନ୍ୟ ସଙ୍ଗୀତ ଲୋପ ପାଇଯିବ। ଭଞ୍ଜ ଜୟନ୍ତୀ 33 ବର୍ଷ ହେଲା ଚାଲି ଆସିଛି ଏବଂ ଏହି ଦୀର୍ଘ ସମୟ ମଧ୍ୟରେ ହୁଏତ 30 ଲକ୍ଷ ଟଙ୍କା ସମାରୋହରେ ବ୍ୟୟ ହୋଇଛି। ହୁଏତ ଏଥିରେ 30 ଲକ୍ଷ ଲୋକ ଭାଗ ନେଇଛନ୍ତି, ମାତ୍ର 3 ଜଣ ବ୍ୟକ୍ତି ମଧ୍ୟ ତାଙ୍କ ସାହିତ୍ୟକୁ ସମଗ୍ର ଭାବରେ ମନ ପ୍ରାଣ ଦେଇ ପଢ଼ିନାହାନ୍ତି କିମ୍ବା ଏ ସାହିତ୍ୟ ସମ୍ବନ୍ଧରେ ଓଡ଼ିଆ ବା ଇଂରାଜୀରେ କୌଣସି ପ୍ରାମାଣିକ ଗ୍ରନ୍ଥ ଲେଖିନାହାନ୍ତି। ଅର୍ଥାଭାବ ଓ ଅଟ୍ଟାଳିକାର ଅଭାବ ଭଞ୍ଜ ସାହିତ୍ୟ ଗବେଷଣାରେ ବାଧା ସୃଷ୍ଟି କରୁଛି ବୋଲି କେହି କେହି ମାନିବେ ନାହିଁ। ଭଞ୍ଜପ୍ରେମୀମାନେ ଭଞ୍ଜ ସାହିତ୍ୟ କଥା ବର୍ଷର 11 ମାସ ଭୁଲିଯାଆନ୍ତି, କିନ୍ତୁ ଯେଉଁ ମାସରେ ଜୟନ୍ତୀ ସମାରୋହ ହୁଏ ସେହି ମାସରେ ମୁଖ୍ୟ ବକ୍ତାମାନେ ଓ ମୁଖ୍ୟ କର୍ତ୍ତାମାନେ ଭଞ୍ଜ ସାହିତ୍ୟରୁ ପଦେ ଅଧେ ପଢ଼ି ମୁଖସ୍ଥ କରିନିଅନ୍ତି। ତାପରେ ଚାଲେ ପାଲାଗାନ ରୀତିରେ ଦୀର୍ଘ ଭାଷଣମାନ ଏବଂ ଏଗୁଡ଼ିକର ପରିସମାପ୍ତିରେ ନୃତ୍ୟ, ଗୀତ, ବାଦ୍ୟର ଆୟୋଜନ ଶ୍ରୋତାମାନଙ୍କ ମନୋରଞ୍ଜନ କରିଥାଏ। ବକ୍ତାମାନଙ୍କର ଭଞ୍ଜ ସମ୍ବନ୍ଧୀୟ ସବୁ ବର୍ଷର ବକ୍ତବ୍ୟ ଏକାପରି ହୋଇଥାଏ। ଏଥିରେ ନୂତନ କଥା ବା ନୂତନ ଚିନ୍ତା କିଛି ନଥାଏ। ଭଞ୍ଜଙ୍କ କୃତି କୋଣାର୍କ ପରି ଅତୁଳନୀୟ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶ୍ୱକବି ଆଖ୍ୟା ପାଇବାର ଯୋଗ୍ୟ। ଏ ଅଧମ ଓଡ଼ିଆ ଜାତି ତାଙ୍କ ସାହିତ୍ୟର ମହତ୍ତ୍ୱ ବୁଝିଲା ନାହିଁ ଇତ୍ୟାଦି କଥା ପ୍ରତିବର୍ଷ ଶୁଣି ଶୁଣି ଚିଟା ଲାଗିଲାଣି। ଭଞ୍ଜଙ୍କୁ ବିଶ୍ୱକବି ଆଖ୍ୟା ଦେବା ଆଗରୁ ତାଙ୍କ ସାହିତ୍ୟର ମହତ୍ତ୍ୱ ଯେ ବିଶ୍ୱବାସୀଙ୍କୁ ଦେଖାଇବାକୁ ହେବ, ଏ କଥା କ'ଣ ଭଞ୍ଜପ୍ରେମୀମାନେ ବୁଝୁନାହାନ୍ତି କି? ଭଞ୍ଜ ବଞ୍ଚିଥିଲେ ତାଙ୍କ ନିନ୍ଦୁକମାନଙ୍କ ଅତ୍ୟାଚାରରେ ନୁହେଁ, ତାଙ୍କ ସ୍ତାବକମାନଙ୍କ ଅତ୍ୟାଚାରରେ ହିଁ ଅଶ୍ରୁ ବିସର୍ଜନ କରିଥାନ୍ତେ। ଭଞ୍ଜ ସାହିତ୍ୟର ମହତ୍ତ୍ୱ 50 ବର୍ଷ ପୂର୍ବେ ଯେତିକି ଥିଲା, ବର୍ତ୍ତମାନ ମଧ୍ୟ ସେତିକି ରହିଛି, କିନ୍ତୁ ଗତ 33 ବର୍ଷ ମଧ୍ୟରେ ତାଙ୍କ ସାହିତ୍ୟର କେତେକାଂଶ ଲୋପ ପାଇଛି। ସାରଳା ଦାସଙ୍କ ଶ୍ରାଦ୍ଧ ଦିବସ। 25-26 ବର୍ଷ ହେବ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଆସୁଛି। ଏହି ଭଞ୍ଜ ଜୟନ୍ତୀ ପରିବେଶ ପରି ବେଶୀ ଜନପ୍ରିୟ ହୋଇନଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସାରଳା ସାହିତ୍ୟର ମହତ୍ତ୍ୱ ପ୍ରତିପାଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଛି। 1954 ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ଆନୁକୂଲ୍ୟରେ ସାରଳା ସ୍ମରଣିକା ନାମକ ଗ୍ରନ୍ଥ ପ୍ରକାଶିତ ହୋଇଛି। ଏହି ସମିତିର ଆନୁକୂଲ୍ୟରେ ଝଙ୍କାରରେ ମୋର ସାରଳା ସାହିତ୍ୟର ଐତିହାସିକ ଚିତ୍ର ନାମକ ଦୀର୍ଘ ଆଲୋଚନା ଶେଷ ହୋଇ ପ୍ରଜାତନ୍ତ୍ର ପ୍ରେସରୁ ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି। ଏହି ସମୟ ମଧ୍ୟରେ ସାରଳା ସାହିତ୍ୟ ସମ୍ବନ୍ଧୀୟ ବହୁ ଉପାଦେୟ ପ୍ରବନ୍ଧମାନ ବିଭିନ୍ନ ଲେଖକ ପ୍ରକାଶ କରିଛନ୍ତି। ସର୍ବୋପରି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅଧ୍ୟାପକ ବାକ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ସାରଳା ଦାସଙ୍କ ବିରାଟ ମହାଭାରତ 1963 ମସିହାରୁ ମୁଦ୍ରିତ ହୋଇଛି। ଅତି ନିକଟରେ ସାରଳା ଦାସ ଶୀର୍ଷକ ଇଂରାଜୀ ପୁସ୍ତକଟିଏ ମୋ ଦ୍ୱାରା ଲିଖିତ ହୋଇ ନୂଆଦିଲ୍ଲୀସ୍ଥ ସାହିତ୍ୟ ଏକାଡେମୀ ତରଫରୁ ପ୍ରକାଶିତ ହୋଇଛି। ସର୍ବଶେଷରେ ଆଉ ଗୋଟିଏ କଥା କହିବା ନିତାନ୍ତ ଆବଶ୍ୟକ ମନେ ହେଉଛି। ମୃତ ମନୀଷୀମାନଙ୍କ ପୂଜା ସବୁ ଦେଶରେ ହୁଏ ଓ ଓଡ଼ିଶାରେ ମଧ୍ୟ ହେବା ଆବଶ୍ୟକ। ଓଡ଼ିଶାରେ ମୃତ କୃତି ସନ୍ତାନମାନଙ୍କ ପ୍ରକୃତ ପୂଜା ବା ସେମାନଙ୍କ କୃତିର ପ୍ରକୃତ ମୂଲ୍ୟ
ବଧାରଣତଃ ହେଉନାହିଁ, କିନ୍ତୁ ଏମାନଙ୍କୁ ମାଧ୍ୟମ କରି ଅନେକ ଆତ୍ମପ୍ରଚାର ଚଳାଇଛନ୍ତି। ମୃତ କୃତି ସନ୍ତାନମାନଙ୍କର କୃତିତ୍ୱ ସମ୍ବନ୍ଧରେ ଯେଉଁମାନଙ୍କର କୌଣସି ଜ୍ଞାନ ନାହିଁ ଓ ଯେଉଁମାନେ ଆଜନ୍ମ ଅଲେଖକ ସେମାନେ ମଧ୍ୟ ପ୍ରଚାର ପାଇଁ ପ୍ରଶଂସାର ମୁଖର ହୋଇ ପଡ଼ନ୍ତି ଓ କୃତି ମୃତ ବ୍ୟକ୍ତିମାନଙ୍କୁ ଗୋରୁ ମୁଣ୍ଡ ପରି ପ୍ରଗତି ପଥରେ ଥୋଇ ଦିଅନ୍ତି। ଅମୁକ ବ୍ୟକ୍ତି ଅମୁକ ବିଷୟରେ ଏକମାତ୍ର ବିଶେଷଜ୍ଞ ଥିଲେ ଓ ତାଙ୍କ ମୃତ୍ୟୁ ପରେ ବିଷୟରେ ଆଉ କେହି ବିଶେଷଜ୍ଞ ନାହାନ୍ତି। ଏପରି ମନ୍ତବ୍ୟ ମୃତ ବା ଜୀବିତ ବ୍ୟକ୍ତିମାନଙ୍କ ପ୍ରତି ପ୍ରକୃତ ନ୍ୟାୟ ହୁଏ ନାହିଁ। ମୋଟ କଥା, ପ୍ରଚାର ହିଁ ସର୍ବ ସାଂସ୍କୃତିକ କ୍ଷେତ୍ରରେ ଚକ୍ର ପରି ଘୁରୁଛି। ଏହାର ଗତି ସ୍ତିମିତ ନ କଲେ ସଂସ୍କୃତିର ପ୍ରକୃତ ପ୍ରଗତି ହୋଇପାରିବ ନାହିଁ। ଭୟଙ୍କରୀ ଜୋଶଲିପ୍ସା ସର୍ବ ସାଂସ୍କୃତିକ କ୍ଷେତ୍ରରେ ଦିଗମ୍ବରୀ ହୋଇ ପ୍ରବେଶ କରୁଥିବାରୁ ସାଧନା ଲଜ୍ଜାରେ ମୁହଁ ଲୁଚାଇ ଚାଲିଯାଉଛି। ତେବେ ଏହିଠାରେ ଶେଷ ହେଲା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀ ମୋ ସମୟର ଓଡ଼ିଶାର 7ମ ପରିଚ୍ଛେଦ। ଆଗାମୀ ଅଧ୍ୟାୟରେ ଆମେ 8ମ ପରିଚ୍ଛେଦ ଶୁଣିବା। ରହିଲି, ନମସ୍କାର।